सेप्रे जोजिफ दिव्यात्मन आज एक नूतन विषय उपर आलोचना करिबा जार शीर्षक होउछि भल आमे काहाकू पाइबा चेहरा को ना चरित्र को। हाँ आज्ञा आज जो विषय वस्तु अच्छी यह गोटे सामाजिक विषय वस्तु भली लागु थाई पारे किंतु यार संबंध आध्यात्मिक सहित अच्छी आज्ञा अध्यात्म विद्या सहित अच्छी बा आध्यात्मिक गुण सहित यार गभीर संपर्क अच्छी। चेहरा चरित्र काहाकू भल पाइबा किए आमको धोखा देव नाही किए आमको प्रतारित करिव नाही। चेहरा वास्तव रे सत्य ना चरित्र सत्य कहा उपरे आमे विश्वास करि परिबा। जेहेतु एही शीर्षकटी भल पाइबा उपरे आसीछि ता पुणी चेहरा एवं चरित्र को नहीं तो एठी सामाजिक भाव रे जो मॉडर्न सोसाइटी रे जाको हम लव कहूचे प्रेम कहूचे भल पाइबा कहूचे ताहा तो अंतर्भुक्त हवा आज्ञा। तेणु किभली भाव रे जाको सामाजिक भल पाइबा कहूचे लव कहूचे आधुनिक जीव समाज जो थे पागल ताहाकू बाद दे किछि करिहेब नाही। तेणु वास्तव रे भल पाइबा सहित आपणकर आध्यात्मिकतार संपर्क कौन अच्छी यहाकू प्रथम आलोचना करी अग्रसर हवा। जणे जनकू भल पाए तार चेहरा को देखे रूप रंग भेष पोशाक चालीचलन नुह कि यह देखी जड़े नारी बा पुरुष यौवन अवस्था रे से व्यक्ति विशेष प्रति आकर्षित होती। विशेष करी यौवन अवस्था रे हार्मोन रो जो प्रभाव थाए ताहा द्वारा मनीष बा पशु पक्षी समस्ते विपरीत लिंग प्रति प्राकृतिक भाव रे आकर्षित होती। से आकर्षण रे अंध होई मनीष तार चरित्र को आखि को न आनी चरित्र विषय रे न भावी चित्र को बा चेहरा को देखी से चयन करि थाए बा भाभी नहीं थाए तार जीवन साथी बा सहकर्मी जहाँ भी हो। किंतु वास्तव रे जदि मनीष गोटे तार जो विचारधारा को न जानी से जो जीवन साथीटा चयन करिया जाउछि सहकर्मी चयन करिया जाउछि ता चरित्र विषय से जानी नथिबो केवल चेहरा को देखिकी बाह्य आडंबर को देखिकी से सिलेक्ट करिथिबो ताहले से निश्चित रूप रे धोखा खाइबो बा प्रतारणा शिकार होबार संभावना अनेक बेसी आज्ञा। तेणु आधुनिक समाज रे जो पुओ झियो भल पाउछंती तार मूल रे केवल अच्छी एही हार्मोन रो मादकता बा हार्मोन द्वारा तांका मन मस्तिष्क रे होउथिबा जो आकर्षण रु से माने निष्पत्ति नियंती जार फलस्वरूप किछि दिन परे से भल पाइबारे से प्रेम रे आपणकर फाट सृष्टि हुए बा से भल पाइबा प्रेम बा लव आपणकर प्रतिशोध रे
ରୂପାନ୍ତରିତ ହୁଏ ବା ବିଚ୍ଛେଦରେ ରୂପାନ୍ତରିତ ହୋଇଥାଏ। ଏହାର ମୂଳରେ ଗୋଟିଏ କାରଣ ସେ ହେଉଛି ଆଧ୍ୟାତ୍ମିକତାର ଅଭାବ। ଆପଣ କହିବେ ଲଭ୍ ସହିତ ବା ପ୍ରେମ ସହିତ ଆଧ୍ୟାତ୍ମିକତାର କି ସମ୍ପର୍କ? ବାସ୍ତବରେ ଆଧ୍ୟାତ୍ମିକତା କୌଣସି ଆପଣଙ୍କର ସାମାଜିକ ବ୍ୟବହାରରୁ ଅଲଗା ନୁହନ୍ତି ଆଜ୍ଞା। କାରଣ ଆଧ୍ୟାତ୍ମିକତାକୁ ଆମେ ଏଭଳି ଭାବରେ ଲୋକ ସମ୍ମୁଖରେ ଉପସ୍ଥାପନ କରିଛନ୍ତି ଯେ କେହି ଏ ଆଧ୍ୟାତ୍ମିକତାର ଯେଉଁ ପରିଭାଷାକୁ ଯେତେବେଳେ ଜାଣିବ ସେ ନିଶ୍ଚିତ ରୂପରେ ଦୂରେଇ ଯାଏ। ଆଧ୍ୟାତ୍ମିକତା କହିଲେ ସାଧାରଣତଃ ଗୋଟିଏ ଯୁବକ ଭାବେ ଯେ କି ହାତରେ କମଣ୍ଡଳୁ ଧରି ଦାଢ଼ି ଜଟା ଛାଡ଼ି ଗେରୁଆ ବସ୍ତ୍ର ପରିଧାନ କରି ଜନସମାଗମରୁ ଦୂରେଇ ଯାଇ ଅର୍ଥାତ୍ ଜଙ୍ଗଲ ପାହାଡ଼ ଗୁମ୍ଫାରେ ବସି କୌଣସି ଈଶ୍ୱରଙ୍କ ନାମ ଜପ କରିବ, ଗୋଟିଏ ଗୋଡ଼ରେ ଠିଆ ହେଇ ତପସ୍ୟା କରିବ ଏବଂ ସଂସାରର ସମସ୍ତ ଭୌତିକ ସୁଖ ସୁବିଧାକୁ ଏଡ଼େଇ ଦେଇ ତ୍ୟାଗ କରିକି ସେ ଗୋଟିଏ ଶୁଷ୍କ ଏବଂ ନିଜକୁ ପୀଡ଼ା ଦେଉଥିବା ଜୀବନଶୈଳୀକୁ ଆଦରି ନେବ। ଏହାକୁ ହିଁ ଆମେ ଆଧ୍ୟାତ୍ମିକତା କହିଥାଉ ଆଜ୍ଞା। ଚିତା ଚୈତନ୍ୟ ହେଇକି ଜଟା ଛାଡ଼ିକି ଅପରିଷ୍କାର ହେଇକି ବା ଗୋଟିଏ ବସ୍ତ୍ରରେ ସବୁଦିନ ରହିବା, ଏଇଭଳି ଭାବରେ ଯେଉଁ ଚିତ୍ର ଆମ ସମ୍ମୁଖକୁ ଆସେ ଏହାକୁ ଆମେ ଆଧ୍ୟାତ୍ମିକ କହୁ। ତେଣୁ ଏହି ତଥାକଥିତ ଆଧ୍ୟାତ୍ମିକ ଯେଉଁ ପରିଭାଷା ଅଛି ତାର ଚିତ୍ରକୁ ଦେଖି ଜଣେ ସାମାଜିକ ବ୍ୟକ୍ତି ବା ଯୁବକ ଏ ଆଧ୍ୟାତ୍ମିକତା ପ୍ରତି ଆକୃଷ୍ଟ ହୁଏ ନାହିଁ ବା ସେ ଆଗ୍ରହ ପ୍ରକାଶ କରେ ନାହିଁ। କିନ୍ତୁ ବାସ୍ତବରେ ଆଧ୍ୟାତ୍ମିକତାର ଯେଉଁ ସୂକ୍ଷ୍ମ ଅର୍ଥ ଅଛି, ମୁଖ୍ୟ ଅର୍ଥ ଅଛି, ଉଦ୍ଦେଶ୍ୟ ଅଛି ତାହାକୁ ସେ ବୁଝିନଥାଏ। ତେଣୁ ଜଣେ ଜଣକୁ ଯେତେବେଳେ ଭଲ ପାଏ, ଗୋଟିଏ ପୁରୁଷ ନାରୀକୁ ବା ନାରୀ ପୁରୁଷକୁ ଭଲ ପାଏ ତ ସେଇ ପ୍ରେମିକ ପ୍ରେମିକ ପରସ୍ପର ଠାରୁ କ'ଣ ଆଜ୍ଞା ଆଶା କରନ୍ତି? ପ୍ରେମିକଟି ଆଶା କରେ ତା ପ୍ରେମିକା ଯାହାକୁ ସେ ଭଲ ପାଉଛି ସେ ନାରୀ ଚରିତ୍ରଟି ସେ ପୁରୁଷ ଚରିତ୍ରକୁ ଭଲ ପାଉ, ତା ପ୍ରତି ସମ୍ବେଦନଶୀଳ ହେଉ, ତା ପ୍ରତି ତ୍ୟାଗ ମନୋଭାବ ହେଉ, ତାହାକୁ ସମୟ ଦେଉ ବା ତା କଥା ସବୁବେଳେ ଭାବୁ ଏବଂ ବିଶ୍ୱସ୍ତ ରହୁ। ସେଇ ପୁରୁଷ ପ୍ରେମିକ ପ୍ରେମିକା ଠାରୁ ଏହିଭଳି ଆଶା ମନରେ ବାନ୍ଧେ ଆଜ୍ଞା। ତେଣୁ ଏଇ ଯେଉଁ ଆଶା ପ୍ରତ୍ୟେକ ନରନାରୀ ବା ପ୍ରେମିକ ପ୍ରେମିକା ପରସ୍ପର ପ୍ରତି ଆଶା ରଖନ୍ତି ବା ଏଇ ଗୁଣକୁ ସେ ଭଲ ପାଆନ୍ତି। ବାସ୍ତବରେ ଜଣେ ଜଣକୁ ସବୁବେଳେ ଭଲ ପାଉ, ନିଃସ୍ୱାର୍ଥପର ଭାବରେ ଭଲ ପାଉ ଏବଂ ବିଶ୍ୱସ୍ତ ରହୁ, ଏହା ସାମାଜିକ ଗୁଣ ଭଳି ନୁହନ୍ତି ଆଜ୍ଞା। ଏହା ହିଁ ତ ଆଧ୍ୟାତ୍ମିକ ଗୁଣ। ଜଣେ ପ୍ରେମିକ ତା ପ୍ରେମିକା ଠାରୁ ସବୁବେଳେ ନିଃସ୍ୱାର୍ଥପର ଭଲ ପାଇବା ଆଶା କରୁଛି। ଏହା କେବଳ ସାମାଜିକ ଶିକ୍ଷାର ସମ୍ଭବ ନୁହେଁ, କେବଳ ଆଧ୍ୟାତ୍ମିକ ଜ୍ଞାନରେ ସାଧନାରେ ତାହା ସମ୍ଭବ ହୋଇଥାଏ। ସେ ଚାହେଁ ତା ପ୍ରେମିକାଟି ବା ପ୍ରେମିକଟି କେବଳ ତାକୁ ହିଁ ଭଲ ପାଉ ବା ତା ସହିତ ସେ ବିଶ୍ୱସ୍ତ ରହୁ। ତ ଏଠି ଆପଣଙ୍କର ଏକାଗ୍ରତାର ଆବଶ୍ୟକତା ଅଛି ବା ଅନାସକ୍ତିର ଆବଶ୍ୟକତା ଅଛି। ଜଣେ କେବଳ ଜଣକୁ ଭଲ ପାଇବ
ଏହା ସେହି ବ୍ୟକ୍ତି କରିପାରିବ ଯେ ନିଃସ୍ୱାର୍ଥପର ହେଇଥିବ, ଇନ୍ଦ୍ରିୟ ସଂଯମୀ ହେଇଥିବ, ଇନ୍ଦ୍ରିୟ ବିଜୟୀ ହେଇଥିବ ଏବଂ ସେ ବିଶ୍ୱସ୍ତ ହେଇଥିବ। ଧୋକା ଦେବ ନାହିଁ। କିଏ ଦେବ ନାହିଁ ଧୋକା ଆଜ୍ଞା? ନା ଯେ ନିଃସ୍ୱାର୍ଥପର ହେଇଥିବ, ଯେ ବାସ୍ତବ ଜୀବନକୁ ବୁଝିଥିବ ବା ସେ ଇନ୍ଦ୍ରିୟ ସଂଯମୀ ହେଇଥିବ, ସେ ପରୋପକାରୀ ହେଇଥିବ, ସମ୍ବେଦନଶୀଳ ହେଇଥିବ। ଏପରି ଗୁଣ କେବଳ ଆଧ୍ୟାତ୍ମିକ ବିଦ୍ୟା ପଠନ କଲେ ବା ତାହାକୁ ଅଭ୍ୟାସ କଲେ ହିଁ ସମ୍ଭବ ହୋଇଥାଏ। ତେଣୁ ଜଣେ ପ୍ରେମିକାଟି ପ୍ରେମିକଟି ପରସ୍ପର ଠାରୁ ଯାହା ଚାହାନ୍ତି ତାହାର ମୂଳଦୁଆ କେବଳ ଆଧ୍ୟାତ୍ମିକତାରେ ହିଁ ସମ୍ଭବ ହୋଇପାରିବ, ମୂଳଦୁଆ ସୃଷ୍ଟି ହୋଇପାରିବ। କିନ୍ତୁ ସମସ୍ତେ ଚାହାନ୍ତି ମୁଁ ଭଲ ପାଇବା ମୋତେ ବିଶ୍ୱାସ କରୁ, ମୋ ସହିତ ବିଶ୍ୱାସଘାତକତା ନ କରୁ, କେବଳ ମୋତେ ଭଲ ପାଉ, ଅନ୍ୟ କାହା କଥା ଚିନ୍ତା ନ କରୁ, ମୋ ସହିତ ସମୟ ଦେଉ। ଏସବୁ କାର୍ଯ୍ୟ ସମସ୍ତେ ତ ଚାହାନ୍ତି, କି ନାରୀ କି ନର ସମସ୍ତେ ଚାହାନ୍ତି। କିନ୍ତୁ ଆଧ୍ୟାତ୍ମିକତାକୁ ପ୍ରାକ୍ଟିସ୍ କରିବା ପାଇଁ ବା ଆଧ୍ୟାତ୍ମିକ ଜ୍ଞାନକୁ ଆହରଣ କରିବା ପାଇଁ କେହି ଚାହାନ୍ତି ନାହିଁ ଆଜ୍ଞା। ଏହା ଏପରି ଏକ କଥା ଯେପରି ଆମେ ସମସ୍ତେ ଚାହାନ୍ତି ଭଲ ବୋହୂଟିଏ ଖୋଜନ୍ତି, ଭଲ ବୋହୂଟିଏ ପାଇବା ପାଇଁ ଆଶା ପୋଷଣ କରନ୍ତି, କିନ୍ତୁ କେହି ଝିଅ ଜନ୍ମ କରିବା ପାଇଁ ଚାହାନ୍ତି ନାହିଁ। ଏହା ହିଁ ବିଡ଼ମ୍ବନା ହେଇଥାଏ। ଯଦି ସମସ୍ତେ ଭଲ ବୋହୂଟିଏ ଖୋଜିବେ, ଝିଅ କେହି ଜନ୍ମ କରିବା ପାଇଁ ଚାହିଁବେ ନାହିଁ, ତାହେଲେ ବୋହୂଟିଏ ଆସିବା ଅସମ୍ଭବ। କାରଣ ଆଜିର ଝିଅ କାଲିର ବୋହୂ ହୋଇଥାଏ। ଠିକ୍ ସେହିଭଳି ଭାବରେ ସମସ୍ତେ ବିଶ୍ୱସ୍ତ ପ୍ରେମିକ ପ୍ରେମିକାଟିଏ ଚାହାନ୍ତି, ଭଲ ମଣିଷଟିଏ ଚାହାନ୍ତି, ଜୀବନସାଥୀଟିଏ ଚାହାନ୍ତି। କିନ୍ତୁ ସେଇ ଜୀବନସାଥୀଟିଏ କେମିତି ଗଠନ ହେବ, ସେ ଭଲ ମଣିଷଟିଏ କେମିତି ହେବ, ତାହାର ଯେଉଁ ପଦ୍ଧତି ମେଥଡ଼, ଯାହାକି ସ୍ପିରିଚୁଆଲିଟି ଆଧ୍ୟାତ୍ମିକତା, ତାହାକୁ ସେ ଘୃଣା କରନ୍ତି। ତେଣୁ ଏହା ଏକ ଦିବାସ୍ୱପ୍ନ ଭଳି ଅସଫଳ ହୋଇଥାଏ ବା ତାଙ୍କର ଆଶାରେ ହିଁ ରହିଥାଏ। ତେଣୁ ବାସ୍ତବରେ ଜଣେ ସଚ୍ଚା ପ୍ରେମିକ ବା ପ୍ରେମିକା କେବଳ ଜଣେ ଆଧ୍ୟାତ୍ମିକବାଦୀ ହିଁ ହେଇପାରିବ। ପ୍ରକୃତରେ ଯିଏ ନିଜକୁ ଜାଣିଛି, ନିଜର ଭ୍ୟାଲୁ, ନିଜର ମୂଲ୍ୟକୁ ବୁଝିଛି, ନିଜର ସମୟକୁ ବୁଝିଛି, ନିଜକୁ ଆକଳନ କରିଛି, ନିଜ ସମ୍ବନ୍ଧରେ ନିଜର ବିଚାର, ନିଜର ଭାବନା, ନିଜର କାମନା ସହିତ ପରିଚିତ ହେଇଛି, କାମନା ଉପରେ ବିଜୟ ପ୍ରାପ୍ତ କରିଛି ବା କାମନାକୁ ଅକ୍ତିଆର କରିଛି, ସେ ହିଁ ପ୍ରକୃତରେ ଯାହାକୁ ଭଲ ପାଇବ, ଯାହା ସହିତ ସମ୍ବନ୍ଧ ରଖିବ, ତାହା ଚିରସ୍ଥାୟୀ, ଦୀର୍ଘସ୍ଥାୟୀ ଏବଂ ଆପଣଙ୍କର ଆନନ୍ଦଦାୟୀ ହେବ। କ୍ଷଣିକ ସୁଖର ଉତ୍ତେଜନାରେ ବା ମାନସିକ ଆବେଗରେ ନିଆଯାଉଥିବା ନିଷ୍ପତ୍ତି କେବେ ସାରା ଜୀବନ ରହିପାରେ ନାହିଁ ବା ପ୍ରଭାବିତ କରିପାରେ ନାହିଁ। ତେଣୁ ପ୍ରକୃତରେ ଯିଏ ଜୀବକୁ ଭଲ ପାଏ, ଜୀବନକୁ ଭଲ ପାଏ, ସେ ନିଶ୍ଚିତ ରୂପରେ ନିଜକୁ ଭଲ ପାଇବ, ସାରା ସଂସାରକୁ ଭଲ ପାଇବ ଏବଂ ସେ ହିଁ ବିଶ୍ୱସ୍ତ ହୋଇପାରିବ, ସେ ହିଁ ଚରିତ୍ରବାନ ହୋଇପାରିବ। ତେଣୁ ମଣିଷ ଭିତରେ ଦୁଇଟି ତତ୍ତ୍ୱ କାମ କରେ। ଗୋଟିଏ ହେଉଛି ଚେହେରା ଏବଂ ଚରିତ୍ର। ଚେହେରାଟାକୁ ଆମେ ପରିବର୍ତ୍ତନ କରିପାରିବା ନାହିଁ, କାରଣ ଏହା ପ୍ରାକୃତିକ ଭାବରେ ଆମେ ପ୍ରାପ୍ତ ହୋଇଛନ୍ତି। ସେହିଭଳି ଭାବରେ ଚରିତ୍ର ମଧ୍ୟ ପରିବର୍ତ୍ତନ କରିବା
କଷ୍ଟସାଧ୍ୟ ଆଜ୍ଞା। ଜଣ ଭିତରେ ପ୍ରେମ ଭାବ, ଦାନ ଭାବ, ସାହାଯ୍ୟ ମନୋବୃତ୍ତି, ପରୋପକାର ଏଭଳି ଦିବ୍ୟ ଗୁଣ ଆପଣଙ୍କର ତା ଜନ୍ମଗତ ଥାଏ। ହଁ, ସେଥିରେ ଯଦି ଆମେ ପ୍ରୟାସୀ ହେବା, ଚେଷ୍ଟା କରିବା, ନିଶ୍ଚିତ ଉପରେ ସଫଳ ହେବା, କିନ୍ତୁ ସମୟ ସାପେକ୍ଷ ହୋଇଥାଏ। ଯଦି ସେଇଭଳି ଭାବରେ ପରିବେଶ ଶିକ୍ଷା ଆମ ଭିତରେ ଆମକୁ ଦିଆଯାଏ ବା ମଣିଷକୁ ଦିଆଯାଏ, ତାହେଲେ ତା ଭିତରେ ଅନନ୍ତ ସମ୍ଭାବନା ଅଛି ଯେ ନିଜର ଆତ୍ମିକ ପରିଚୟ ପ୍ରାପ୍ତ କରି ସେ ବିଶ୍ୱ ପାଇଁ ନିଜ ପାଇଁ ମଙ୍ଗଳକାରକ ହେବ। ଯଦି କୁଶିକ୍ଷା ଅନ୍ଧବିଶ୍ୱାସ ଦ୍ୱାରା ସେ ପ୍ରଭାବିତ ହୋଇଯାଏ, ତାହା ଭିତରେ ସେଇ ଆତ୍ମିକ ଗୁଣ ସତ୍ୟ, ଶାନ୍ତି, ଦୟା, କ୍ଷମା ଏଭଳି ଆତ୍ମିକ ଗୁଣ ପ୍ରକାଶ ପାଇବା କଷ୍ଟସାଧ୍ୟ ହୋଇଥାଏ। ତେଣୁ ଆଧ୍ୟାତ୍ମିକ ଚରିତ୍ର ସହିତ ସାମାଜିକ ଚରିତ୍ର ବେଶୀ ଦୂରତା ନାହିଁ। ତେଣୁ ଯେତେ ସମ୍ଭବ ଆମେ ଯଦି ଆଧ୍ୟାତ୍ମିକତାକୁ ସାମାଜିକ ଚଳନୀରେ ସାମିଲ କରିବା, ଅନ୍ତର୍ଭୁକ୍ତ କରିବା, ତାହେଲେ ଆଧ୍ୟାତ୍ମିକତାର ଯେଉଁ ସଫଳତା, ବିଶ୍ୱ ଶାନ୍ତି, ବ୍ୟକ୍ତି ମୁକ୍ତି, ବ୍ୟକ୍ତିଗତ ଭାବରେ ମୁକ୍ତି ଏବଂ ବିଶ୍ୱ ଶାନ୍ତି ଲକ୍ଷ୍ୟ ତାହା ସମ୍ଭବ ହୋଇପାରିବ। କିନ୍ତୁ ଆଧ୍ୟାତ୍ମିକତା ନାଁରେ ଯେଉଁ ଆପଣଙ୍କର ବାହ୍ୟ ଉପଚାର ଚାଲିଛି, ତାହା ଦୂର ହେବା ଉଚିତ। ପ୍ରକୃତରେ ଜଣେ ବ୍ୟକ୍ତି ଇତିହାସରେ ତାଙ୍କର ନାମ ସ୍ୱର୍ଣ୍ଣାକ୍ଷରରେ ଲେଖା ହୁଏ, ସେହି ବ୍ୟକ୍ତି ଯାହାର ରୂପ ଭଲ ଥାଏ ତାହା ନୁହେଁ, ଯାହାର ଗୁଣ ଚରିତ୍ର ଭଲ ଥାଏ ସେ ହିଁ ସ୍ଥାନିତ ହୁଅନ୍ତି, ଚେହେରା ନୁହେଁ ବା ଚିତ୍ର ନୁହେଁ। ତେଣୁ ଯଥାର୍ଥରେ ଭଗବାନ ଶ୍ରୀରାମଙ୍କ ଚରିତ୍ର ପାଠ କରାଯାଏ, ଚେହେରା ନୁହେଁ। ଚରିତ୍ର ହିଁ ପୂଜିତ ହୁଅନ୍ତି ଏବଂ ପରୋକ୍ଷରେ ଯେଉଁ ଚେହେରା ମାଧ୍ୟମରେ ସେ ଚରିତ୍ରଟି ପ୍ରସ୍ଫୁଟିତ ହୋଇଥାନ୍ତି, ତାହା ବି ସମୟକ୍ରମେ ଜନମାନସରେ ସମ୍ମାନର ପାତ୍ର ହୁଅନ୍ତି ବା ପୂଜାର ମାଧ୍ୟମ ହୁଅନ୍ତି। ତେଣୁ ରାମଚରିତ୍ର ମାନସରେ ଆମେମାନେ ପ୍ରଭୁ ଶ୍ରୀରାମଙ୍କର ଯେଉଁ ଉଦାର ଚରିତ୍ର, ଯେଉଁ ଭାତୃଭାବ, ପ୍ରଜାବତ୍ସଳ ବା ନ୍ୟାୟପରାୟଣ, କଥା ଦେଇକି କଥା ରଖିବାର ଯେଉଁ ଗୁଣ, ଏଭଳି ଅନେକ ସୁଗୁଣ ଆମେ ଦେଖିବାକୁ ପାଉ। ସେଥିପାଇଁ ରାମଚରିତ ମାନସ କାର୍ଯ୍ୟକ୍ରମ ଚାଲିଥାଏ। ସେହିଭଳି ସେମାନଙ୍କ ଠାରୁ ଯେଉଁ ଗୁଣ ଅଛି, ଚରିତ୍ର ଅଛି, ତାହା ସବୁ ସମୟ ପାଇଁ ମୂଲ୍ୟବାନ ଥାଏ। ତେଣୁ ଚରିତ୍ର, ଚେହେରା ଭିତରେ ଅନେକ ପାର୍ଥକ୍ୟ ଥାଏ। ଜଣେ ହୁଏତ ସୁନ୍ଦର ଚେହେରା ପାଇଥାଇପାରେ, କିନ୍ତୁ ଯଦି ଚରିତ୍ର ନଥାଏ, ସେ ବ୍ୟକ୍ତି ସହିତ ଆମ୍ଭେମାନେ ଦୀର୍ଘକାଳୀନ ସମ୍ପର୍କ ରଖିବା ସମ୍ଭବ ହୋଇନଥାଏ। କିନ୍ତୁ ଅନ୍ୟପକ୍ଷରେ ଯଦି ଚେହେରାଟି କଦର୍ଯ୍ୟ ଥାଏ ବା ଏତେ ରୁଚିକର ନଥାଏ, ଆଖି ଦୃଶ୍ୟ ନଥାଏ, କିନ୍ତୁ ସେ ବ୍ୟକ୍ତିଙ୍କର ଯେଉଁ ଗୁଣ, ଯେଉଁ ଆନ୍ତରିକ ଭଲ ପାଇବା, ସଦିଚ୍ଛା, ସହାନୁଭୂତି, ପରୋପକାର ମନୋଭାବ, ନିଃସ୍ୱାର୍ଥପର ବ୍ୟକ୍ତିତ୍ୱ, ତାହା ଆମ୍ଭମାନଙ୍କୁ ଦୀର୍ଘଦିନ ପର୍ଯ୍ୟନ୍ତ
ତାଙ୍କ ସହିତ ସମ୍ବନ୍ଧ ରଖିବାରେ କିଛି ଅସୁବିଧା ହୁଏ ନାହିଁ। ତେଣୁ ଶାସ୍ତ୍ରରେ ଅଷ୍ଟାବକ୍ର ଋଷିଙ୍କ କଥା ଆପଣ ଜାଣିଥିବେ। ସେ ଚେହେରାରେ କଦର୍ଯ୍ୟ ଥିଲେ, ଅଷ୍ଟବାଙ୍କ ତାଙ୍କ ଚେହେରା ଥିଲା, କିନ୍ତୁ ଆଜି ସିଏ ଗୁରୁ ରୂପରେ ସର୍ବମାନ୍ୟ ବା ପୂଜିତ ହେଉଛନ୍ତି। କେବଳ ତାଙ୍କର ସେ ଗୁଣବତ୍ତା ବା ଆନ୍ତରିକ ଯେଉଁ ଜ୍ଞାନ ଅଛି, ଗୁଣ ଅଛି, ସେଥିପାଇଁ ସେ ପୂଜିତ ହେଉଛନ୍ତି। ସେ ସମୟରେ ଅନେକ ସୁନ୍ଦର ବା ସୁନ୍ଦରୀ ବ୍ୟକ୍ତିତ୍ୱ ଥିବେ, ଚେହେରାଧାରୀ ମନୁଷ୍ୟ ଥିବେ, ଆମେ ଇତିହାସ ତାକୁ ମନେ ରଖି ନାହିଁ। ତେଣୁ ଚେହେରା ନୁହେଁ, ଚରିତ୍ର ହିଁ ମୁଖ୍ୟ। ଯଦି ଅଗଣାରେ ତୁଳସୀ ଗଛଟିଏ ଅଛି, ତା ପାଖରେ ବିଛୁଆତି ଗଛଟିଏ ଅଛି, ତେବେ ସେ ଦେଖିବାକୁ ପ୍ରାୟତଃ ସମାନ, କିନ୍ତୁ ତୁଳସୀର ଗୁଣକୁ ଆମେ ଜାଣି, ତାର ଉପକାରିତାକୁ ଜାଣି, ତାର ଚରିତ୍ରକୁ ଜାଣି ଆମେମାନେ ତୁଳସୀକି ଉପାଡ଼ି ଆଣି ଚଉରାରେ ସ୍ଥାନ ଦେଇଥାଉ, କିନ୍ତୁ ସେ ବିଛୁଆତିର ଗୁଣ ଚରିତ୍ରକୁ ଜାଣି ଅଗଣାରୁ ଉପାଡ଼ି ବାହାରେ ଫୋପାଡ଼ି ଦେଉ। ତେଣୁ ଚେହେରା ଏଠି ମହତ୍ତ୍ୱପୂର୍ଣ୍ଣ ନୁହେଁ, ଚରିତ୍ର ହିଁ ମୁଖ୍ୟ। ଜଣେ ହୁଏତ ପ୍ରାଥମିକ ଦଶାରେ ଚେହେରା ପ୍ରତି ବା ବାହ୍ୟ ଆଡ଼ମ୍ବର ପ୍ରତି ଆକୃଷ୍ଟ ହୋଇକି ସେ ନିଷ୍ପତ୍ତି ନେଇଥାଏ, କିନ୍ତୁ ତାହା ଯଦି ଚରିତ୍ର ତାଙ୍କର ଭଲ ନଥାଏ, ଗୁଣାବଳୀ ଭଲ ନଥାଏ, ତାହେଲେ ସେ ସମ୍ପର୍କଟି ଦୀର୍ଘସ୍ଥାୟୀ ହୋଇନଥାଏ। ଯାହାକି ବର୍ତ୍ତମାନ ସମାଜରେ ଯେଉଁ ତଥାକଥିତ ଭଲ ପାଇବା ଲଭ୍ ମ୍ୟାରେଜ୍ ହେଉଛି, ତାହାର ପରିଣାମ କିଭଳି ଭାବରେ ଆପଣଙ୍କର ସମ୍ବେଦନଶୀଳ ଚିନ୍ତାଜନକ ହେଉଛି ତାହା ଆପଣ ଜାଣିଥିବେ। ବିଭିନ୍ନ ଖବରକାଗଜରେ, ମିଡ଼ିଆମାନଙ୍କରେ ତାହା ପ୍ରକାଶିତ ହେଉଛି। କେବଳ ଏଇ ଚିତ୍ରକୁ ବା ଚେହେରାକୁ ଦେଖି ଭଲ ପାଉଥିବାର ଫଳ। ତେଣୁ ଚେହେରା ତ ସମସ୍ତେ ଦେଖିପାରିବେ, କିନ୍ତୁ ଚରିତ୍ରକୁ ଆଜ୍ଞା ଦେଖିବାକୁ ହେଲେ ଟିକେ କଠିନ ବ୍ୟବସ୍ଥା କରିବାକୁ ପଡ଼ିବ। ସେ ବ୍ୟକ୍ତି ବିଶେଷଙ୍କର ଦୈନନ୍ଦିନ ଚଳନୀ, ଦୀର୍ଘକାଳୀନ ପଡ଼ୋଶୀଙ୍କ ସହିତ ଯେଉଁ ମନୋଭାବ, ବିଚାରଧାରା, ତାହା ହିଁ ତାଙ୍କ ଚରିତ୍ର ଉପରେ ପରିଗଣିତ ହୋଇଥାଏ। ହୁଏତ ଜଣେ ଚେହେରାକୁ ସୁସଜ୍ଜିତ କରି ଅନ୍ୟ ପାଖରେ ପରିବେଷଣ କରିଥାଇପାରେ ଏବଂ ବେଳେବେଳେ ସୁଗୁଣର ଅଧିକାରୀ ବୋଲି ଦେଖେଇ ହେଇଥାନ୍ତି, କିନ୍ତୁ ତାହା ସବୁଦିନ ପାଇଁ ରହେ ନାହିଁ। ତେଣୁ ବେଳେବେଳେ ଯେତେବେଳେ ବିବାହ ପ୍ରସ୍ତାବ ପଡ଼େ ଏବଂ ସେ ସମ୍ବନ୍ଧରେ ଅଭିଭାବକମାନେ ସେଇ ନାରୀ ବା ପୁରୁଷର ବା ପୁଅ ଝିଅର ଚେହେରାକୁ ଦେଖି ହୁଏତ ପସନ୍ଦ କରିଥାଇପାରନ୍ତି, କିନ୍ତୁ ଭିତରିଆ ସେ କଥା ନିଅନ୍ତି ପ୍ରକୃତରେ ପିଲାଟି କେମିତିଆ, ଚରିତ୍ର କ'ଣ। ଚେହେରା ତ ରାଜକୁମାର ଭଳିଆ ହେଇଛି ବା ରାଜକୁମାରୀ ଭଳିଆ, ବାସ୍ତବରେ ଚରିତ୍ରଟି କିପରି। ତେଣୁ ଯଦି ଚରିତ୍ରଟି ଖରାପ ଥାଏ, ଚେହେରା ଭଲ ଥାଏ, ତାହେଲେ ସେ ପ୍ରସ୍ତାବଟି ଅଗ୍ରାହ୍ୟ ହୋଇଯାଏ ବା ସେ ପ୍ରସ୍ତାବଟି ଭାଙ୍ଗିଯାଏ, ନାମଞ୍ଜୁର ହୋଇଯାଏ। ସେ ପିତାମାତା ବା ଅଭିଭାବକ ସେ ପ୍ରସ୍ତାବରେ ଅଗ୍ରଗତି କରନ୍ତି ନାହିଁ ବା ସମ୍ବନ୍ଧ ସ୍ଥାପନ କରନ୍ତି ନାହିଁ। ତେଣୁ ଏଠୁ ପ୍ରମାଣିତ ଯେ ଚେହେରା ଅପେକ୍ଷା ଚରିତ୍ର ବେଶୀ ମୂଲ୍ୟବାନ। କାରଣ ଜଣେ ବ୍ୟକ୍ତିର ଚେହେରା କୌଣସି ମୁହୂର୍ତ୍ତରେ କଦର୍ଯ୍ୟ ହୋଇପାରେ, କୌଣସି ଆକ୍ସିଡେଣ୍ଟାଲି ହୋଇପାରେ, କୌଣସି ପ୍ରାକୃତିକ ବିପର୍ଯ୍ୟୟ ବା ଦୁର୍ଘଟଣାରେ ଚେହେରାଟି ନଷ୍ଟ ହୋଇପାରେ, କିନ୍ତୁ ସେଇ ଚେହେରା ଭିତରେ ଯେଉଁ ଚରିତ୍ରଟି ଅଛି ସେ କେବେ ନଷ୍ଟ ହୁଏ ନାହିଁ। କାରଣ ଚରିତ୍ର
ଗୋଟିଏ ଦିନରେ ଗଠିତ ହୁଏ ନାହିଁ। ଏହା ଦୀର୍ଘକାଳୀନ ସଂସ୍କାର, ଶିକ୍ଷା, ସାଧନା ଦ୍ୱାରା ପରିପୁଷ୍ଟ ହୋଇଥାଏ। ତେଣୁ ଯଥାର୍ଥରେ କହନ୍ତି ଆପଣଙ୍କର ଘୁଷୁରୀ ପ୍ରକୃତି ପଙ୍କେ ଲୋଟେ, ମଣିଷ ପ୍ରକୃତି ମଲେ ତୁଟେ। ତେଣୁ ଜଣେ କେଉଁ ବିଚାରଧାରାର ବ୍ୟକ୍ତିତ୍ୱ ବା ସେ କେଉଁ ତାର କି ପ୍ରକାର ବିଶ୍ୱାସ ଅଛି, କିଭଳି ଆନ୍ତରିକ ଗୁଣବତ୍ତା ତା ଭିତରେ ଅଛି, ତାର ସାମାଜିକ ସମ୍ପର୍କ କ'ଣ ଅଛି, ବାସ୍ତବରେ ସେ ଏକାନ୍ତରେ କ'ଣ, ସେ ହିଁ ତା ଚରିତ୍ର ରୂପରେ ତାହା ପରିଗଣିତ ହୋଇଥାଏ। ତେଣୁ ଚେହେରା ସବୁବେଳେ ସତ କହେନି, ଚରିତ୍ର ହିଁ ସତ କହେ। ଚେହେରାକୁ ଦେଖିକି ଯଦି ଆମେ ନିଷ୍ପତ୍ତି ନେବା, ତେବେ ଆମ ନିଷ୍ପତ୍ତି ଭୁଲ ହେବାର ଅନେକ ସମ୍ଭାବନା ଅଛି। ତେଣୁ ଚରିତ୍ର ହିଁ ମୁଖ୍ୟ। ଚରିତ୍ର ଗଠନ ଅଟୋମେଟିକ୍ ହେବ ନାହିଁ, ସ୍ୱତଃପ୍ରତ ଭାବରେ ହେବ ନାହିଁ। ତାହାକୁ ଗଠନ କରିବା ପାଇଁ ସେହିଭଳି ବିଦ୍ୟାର, ସାଧନାର ଆବଶ୍ୟକତା ଅଛି। ଯଦି ଆତ୍ମଜ୍ଞାନୀ ବ୍ରହ୍ମନିଷ୍ଠ ସନ୍ଦୀପନୀ ମୁନି ନଥାନ୍ତେ, ତେବେ ଶ୍ରୀକୃଷ୍ଣଙ୍କ ପରି ଚରିତ୍ର ବି ଗଠନ ହୋଇନଥାନ୍ତା। ଯଦି ବ୍ରହ୍ମନିଷ୍ଠ ଗୁରୁ ବଶିଷ୍ଠ ନଥାନ୍ତେ, ତେବେ ଶ୍ରୀରାମଙ୍କ ପରି ଚରିତ୍ର ସୃଷ୍ଟି ହୋଇନଥାନ୍ତା। ଅର୍ଥାତ୍ ଯେଉଁ ଆଧ୍ୟାତ୍ମିକ ଗୁଣାବଳୀ, ସୁଚରିତ୍ରର ଆମେ ପ୍ରଶଂସା କରୁ, ଭଲ ପାଉ, ତାହା ସ୍ୱତଃପ୍ରତ ଭାବରେ ଗଠନ ହୋଇନଥାଏ। ତାହା ଦୀର୍ଘ ଦିନର ଅଭ୍ୟାସ, ସଦ୍ଗୁରୁଙ୍କର ଆଶ୍ରିତ ସତ ସାହିତ୍ୟ ପଠନ ଏବଂ ଦିନଚର୍ଯ୍ୟା ସହିତ ସମ୍ବନ୍ଧ ଅଛି। କାରଣ ଜନ୍ମରୁ ପ୍ରତ୍ୟେକ ଜୀବ ତା ଭିତରେ 3ଟି ଗୁଣକୁ ନେଇ ସେ ଜନ୍ମ ଲାଭ କରିଥାଏ: ସାତ୍ଵିକ, ରାଜସିକ, ତାମସିକ। ଜନ୍ମ ଜନ୍ମାନ୍ତର ଏଇଭଳି ଭାବରେ 3 ଗୁଣରେ ବନ୍ଧା ହୋଇ ଏ ସାରା ଜଗତ, ଜୀବଜଗତ ପରିଚାଳିତ ହେଉଛନ୍ତି। ତେଣୁ ଯେଉଁ ବ୍ୟକ୍ତି ଯେଉଁ ଗୁଣର ପ୍ରାଧାନ୍ୟତାରେ ବଶୀଭୂତ ହୋଇଥାଏ, ତା ଚରିତ୍ର ସେହିଭଳି ଭାବରେ ପ୍ରଭାବିତ ହୋଇଥାଏ ବା ପ୍ରସ୍ଫୁଟିତ ହୋଇଥାଏ। ତେଣୁ ଜଣେ ଆଧ୍ୟାତ୍ମିକ ବ୍ୟକ୍ତି ବା ସାତ୍ଵିକ ଗୁଣର ଅଧିକାରୀ ବ୍ୟକ୍ତି ହିଁ ପ୍ରକୃତରେ ଜଣେ ଭଲ ଜୀବନସାଥୀ ବା ପ୍ରେମିକା ପ୍ରେମିକଟିଏ ହୋଇପାରିବ। ନଚେତ୍ ଯଦି ଆମେ ଚେହେରାକୁ ଦେଖିକି ଭଲ ପାଇଥିବା, ତାହେଲେ ଧୋକା ଖାଇବାର ସମ୍ଭାବନା ଅନେକ ବେଶୀ ଅଛି। ତେଣୁ ଚରିତ୍ର ଗଠନ କରିବାକୁ ହେଲେ ଆଧ୍ୟାତ୍ମିକତା ବାତାବରଣ ମଧ୍ୟରେ ନିଜକୁ ସାମିଲ କରିବାକୁ ପଡ଼ିବ, ଯୋଗ ସାଧନ କରିବାକୁ ପଡ଼ିବ, ସତ ସାହିତ୍ୟ ଅଧ୍ୟୟନ କରିବାକୁ ପଡ଼ିବ, ମହାପୁରୁଷଙ୍କର ଜୀବନୀ ପାଠ କରିବାକୁ ପଡ଼ିବ। ତେବେ ଯାଇ ଜଣେ ବ୍ୟକ୍ତି ଉପରେ ଆମେ ପୂର୍ଣ୍ଣତଃ ବିଶ୍ୱାସ କରିପାରିବା ବା ସେ ବ୍ୟକ୍ତି ବିଶେଷ ନିଜେ ନିଜର ଇନ୍ଦ୍ରିୟକୁ ସଂଯମ କରି, ନିଜର ଅଦମ୍ୟ ମନକୁ ଦମନ କରି ସିଏ ଜଣେ ଚରିତ୍ରବାନ ବ୍ୟକ୍ତିତ୍ୱରେ ପରିଣତ ହେବେ। ତେଣୁ ଚେହେରା ଅପେକ୍ଷା ଚରିତ୍ର ହିଁ ମୂଲ୍ୟବାନ। ଜଣେ ସମାଜରେ ପ୍ରତିଷ୍ଠିତ ବ୍ୟକ୍ତି ହେବାକୁ ହେଲେ, ବାସ୍ତବରେ ପ୍ରତିଷ୍ଠିତ ବ୍ୟକ୍ତି ହେବାକୁ ହେଲେ, ତା ଭିତରେ ଏହି ଦିବ୍ୟ ଗୁଣର ସତ୍ୟ, ଶାନ୍ତି, ଦୟା, କ୍ଷମା, ପରୋପକାର ମନୋଭାବ ରହିବା ନିହାତି ଅପରିହାର୍ଯ୍ୟ ବା ଯଥାର୍ଥରେ ସେମାନଙ୍କ ହୃଦୟରେ ବି ଥାଏ। ଆଜ୍ଞା, ଯେଉଁମାନେ ପ୍ରକୃତରେ ଧନୀ, ଯେଉଁମାନେ ନିଜ ଗୋଡ଼ରେ ଠିଆ ହୋଇଛନ୍ତି, ସଂଘର୍ଷ କରିଛନ୍ତି ପିଲାବେଳୁ,
से धनी होइछन्ति सेमानकु आपण अति पाखरु देखिबे। वास्तव में सेमानकर हृदय अति कोमल एवं तांकर विचार अति उच्च मानर एवं गुणावली दिव्य। किंतु जो माने उत्तराधिकारी सूत्र धनी होइथांती अर्थात सेई पिलाबेले परिश्रम करिथिबा सत् उपाय रे धन अर्जन करी धनी होइथिबा व्यक्तिर पुओ बा झियो माने उत्तराधिकारी सूत्र रे धनी होइथांती सेमानक भितर सेई भली गुणावलीर बा चरित्र देखिबा मिलिबा कष्टसाध्य होइथाय। किंतु वास्तव में जी आपणकर जीरो हीरो होइछन्ति बा आपणकर अति निम्न रु उच्च को उठिछन्ति स्थिर रूपरे तांको भितर सेई आध्यात्मिक गुणर परिप्रकाश होइथिबो। नचेत से दीर्घकालीन भित्तिरे धनी हो पारिबा नाही, मानी हो पारिबा नाही, सम्मानित हो पारिबा नाही। तेणु सामाजिक जीवन रे जो भल पाइबा, जो विश्वस्तता, जो त्याग रो आमे आवश्यकता करिथाउ अन्य ठारू ताहा केवल ए भौतिक शिक्षा द्वारा संभव नुहे। ताहा केवल आपणकर जहाको आध्यात्मिक विद्या, आत्म संबंधी विद्या, निज संपर्कीय विद्या द्वारा संभव, जहाँकि जोग माध्यम रे संभव होता है। तेणु प्रत्येक व्यक्ति जोग साधन करंतु, प्रकृत अर्थ रे निजको बुझंतु, निज चेहरा को परिवर्तन करने सहित चरित्र को परिवर्तन करंतु। कारण चरित्र परिवर्तन हो गले चेहरा जहाँ भी है थाउना कहीं ताहा सम्मानीय, पूज्यास्पद, चिर स्मरणीय हो रही है। आशा करुच्छे आपण माने निज जीवन रे आध्यात्म प्रति जो दूर दूर मार मार विश्वास थिबो ता दूरीभूत होइथिबो। प्रकृत आध्यात्मिकतार जो मूलदुआ बा तार व्यवहारिक ज्ञान सामाजिक बा जड़े सामाजिक व्यक्ति पाई नित्यांत जरूरी, ता कौन कल्पकल्पित नुहे बा जीवनर चतुर्थ पहरे आवश्यकता पड़ुथिबा कौन व्यवस्था नुहे। ताहा जड़े शिशु ठारू आरंभ करी शेष निश्वास पर्यंत व्यवहार करिवार गोटे विधि, गोटे कार्यक्रम, गोटे विचारधारा, गोटे पद्धति। तेणु प्रकृत रे आध्यात्मिकता कहले केवल तिलक मारी गेरुआ वस्त्र पिंधि भजन कीर्तन करिया नुहे आज्ञा। निज भितरे सुचरित्र गठन करिबा, सुगुणर विकास करिबा ही प्रकृत आध्यात्मिकता। आम भितर काम, क्रोध, लोभ, मोह, ईर्षा, द्वेष, अहंकार एभली भाव रे षढ़रिपु द्वारा ए मनीष जन्मरु जुई जाके कबलित थाए। ए सबुरु निजको मुक्त करिया ही प्रकृत रे आध्यात्मिकता। जणे विश्वस्त स्वामी, विश्वस्त स्त्री बा जणे विश्वस्त कर्मचारी, विश्वस्त नेता हेबा पई जो गुणर आवश्यकता थाए ताहा हेउछि आध्यात्मिकतार, ताहा हेउछि आपणकर एही आत्मविश्वासर प्रकृत ज्ञानर। तेणु आशा करुछि आपण मानकु एही कई पद कथा आपण मानक जीवन रे कामरे लागिबो। आपण मानकर आध्यात्मिक प्रगति हो एही शुभकामना करी बाणी विश्राम दउछि। प्रणाम आज्ञा। सब प्रेम। जय जीव।